ସରପଞ୍ଚ ବିଷ୍ଣୁଚରଣ ରଥ ସରପଞ୍ଚ ବନ୍ଦାଳ ଗ୍ରାମ ପଞ୍ଚାୟତ ଅଣ୍ଡିରା ବିବାହଟା ହେଇଛି ଏବଂ ଆପଣ ଗଣମାଧ୍ୟମରେ ଏବଂ ପ୍ରିଣ୍ଟ ମିଡ଼ିଆ ଏବଂ ଇଲେକ୍ଟ୍ରୋନିକ୍ ମିଡ଼ିଆ ସବୁରେ ପ୍ରଚାର ହେଇଛି। ଲୋକ ମଧ୍ୟ ଏଠୁ କ'ଣ କହୁଛନ୍ତି ଏଇଟା ଅନ୍ଧବିଶ୍ୱାସ ବୋଲି କହୁଛନ୍ତି। ଆମେ କିନ୍ତୁ ମାନିବାକୁ ନାରାଜ। ମୁଁ ମାନୁଛି ଅନ୍ଧବିଶ୍ୱାସ, ଆମେ ଅନ୍ଧବିଶ୍ୱାସ ବୋଲି ଏଇଥିପାଇଁ ତାପରେ ବର୍ଷା ବି ହେଇଛି। ଏଇଠି ଏଇ ପରମ୍ପରାଟି ଗମ୍ହାଳିଆ ଗ୍ରାମବାସୀଙ୍କର ପ୍ରାୟ 15-20 ବର୍ଷ ପୂର୍ବରୁ ହଉଥିଲା, ପ୍ରଚଳିତ ହଉଥିଲା। ଏବେ ଆଉ ହଉନାହିଁ। ଯଦି ନହେଲା ଏବେ ତ କ'ଣ କରା ପୁନର୍ବାର ପ୍ରବଳ ଗରମ ହେଲା, ଅସହ୍ୟ ହେଲା। ବିଶେଷ କରିକି ବାରମ୍ବାର ମିଡ଼ିଆ କହିଲା ଏବଂ ପାଣିପାଗ କହିଲା ଯେଉଁ ଏଲିନୋ ଆସୁଛି, ଏଲିନୋକୁ ବିରୋଧ କରିକି ଏ ଅଣ୍ଡିରା ବିବାହ କରାହେବ। କିନ୍ତୁ ଆମେ ପ୍ରକୃତିକୁ ଚ୍ୟାଲେଞ୍ଜ କରି ଗ୍ରାମବାସୀମାନେ ଏ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ଏବଂ ପ୍ରକୃତି ବିରୋଧରେ ଯାଇଥିଲା ଏବଂ ପ୍ରକୃତି ବିରୋଧ କରିକି ଅପ୍ରକୃତିକ କାର୍ଯ୍ୟ କରା ପରେ ବର୍ଷା ହେଲା।